ଦିନେ ପୂଜା ସାରି କନ୍ଧଟି ଫେରି ଆସିଲା। ପୁଣି ପାହାଡ଼ ଚଢ଼ି ଗୁମ୍ଫା ଭିତରୁ ଗଲା ଏବଂ ଆଶ୍ଚର୍ଯ୍ୟର କଥା, 5 ଜଣ ଦେବୀ ବସି କନ୍ଧ ପୂଜା କରୁଥିବା ପ୍ରସାଦକୁ ଖାଉଥିଲେ। କିନ୍ତୁ ମା କନ୍ଧର ପୁନର୍ବାର ଉପସ୍ଥିତି ଦେଖି ରାଗିଗଲେ। ଓଡ଼ିଶାର ପବିତ୍ର ପୀଠ ମା ମହୁରୀ କାଳୁଆ ମନ୍ଦିର ହେଉଛି ଗଞ୍ଜାମ ଜିଲ୍ଲାର ମା ମଙ୍ଗଳମୟୀ ମା ଦଶଭୁଜା ମହୁରୀଗଡ଼ର ବାସିନୀ ମା ମହୁରୀ କାଳୁଆ। କେରାଣ୍ଡିମାଳ ପର୍ବତ ଶିଖରରେ ରହିଛି ମାର ମନ୍ଦିର। ଆଗେ ମା କାଳେଶ୍ୱରୀ ନାମରେ ବିଖ୍ୟାତ ଥିଲେ, ଏବେ ମା ମହୁରୀ କାଳୁଆ ନାମରେ ପରିଚିତ। ମନ୍ଦିର କିମ୍ବଦନ୍ତୀ କହେ, ମହୁରୀଗଡ଼ ରାଜା ନାରାୟଣ ଦେବ ଯୋଦ୍ଧା ମହାପରାକ୍ରମୀ ଥିଲେ। ମା ମହୁରୀ କାଳୁଆ ଦେବୀଙ୍କ ଭକ୍ତ ଥିଲେ। ସେତେବେଳେ ଇଂରେଜମାନଙ୍କ ଶାସନ ସମୟରେ ଇଂରେଜମାନେ ଯୁଦ୍ଧ କରି ରାଜାମାନଙ୍କୁ ବନ୍ଦୀ କରି ରଖୁଥିଲେ। ଥରେ ରାତିରେ ନାରାୟଣ ଦେବଙ୍କ ସ୍ୱପ୍ନରେ ଆସି ମା ମହୁରୀ କାଳୁଆ ଇଂରେଜମାନଙ୍କ କୋପ ବିଷୟରେ ଜଣାଇଲେ। ଅତି ଶୀଘ୍ର ରଜା ଶାସନର ପତନ ଘଟିବ ବୋଲି କହିଲେ। ରାଜା ନାରାୟଣ ଦେବଙ୍କୁ ଆଦେଶ ଦେଲେ ତାଙ୍କୁ ଏମିତି ଏକ ସ୍ଥାନରେ ରଖିବାକୁ ଯେମିତି ଇଂରେଜମାନେ ତାଙ୍କର ସନ୍ଧାନ ପାଇବେ ନାହିଁ। ସ୍ୱପ୍ନରେ ମାଙ୍କ ଆଦେଶ ପାଇ ରାଜା ନାରାୟଣ ଦେବ ପର୍ବତ ଉପରକୁ ଆସି 2ଟି ପଥର ଯୋଡ଼ି ହୋଇଥିବା ଗୁମ୍ଫା ଭିତରେ ସ୍ଥାପନ କରିଲେ। ପ୍ରତିଦିନ ରାଜା ଆସି ଆରାଧନା କରନ୍ତି ଏବଂ ଦେବୀ ପୂଜା ସାରି ଅଷ୍ଟଶମ୍ଭୁଙ୍କ ଦର୍ଶନ କରନ୍ତି। ଇଂରେଜମାନେ ସବୁ ଗଡ଼ ଜୟ କରିସାରିବା ପରେ ମହୁରୀଗଡ଼ ଆସିଲେ, କିନ୍ତୁ ରାଜାଙ୍କ ପତା ପାଇଲେ ନାହିଁ। ସେତେବେଳେ ଇଂରେଜ ସିପାହୀ ବଳ କୌଶଳ କରି ଧରି ପାରିଲେ ନାହିଁ। ଏମିତି କେତେ ଦିନ ସଜା ପାଉଥିବେ ବୋଲି ରାଜା ମା କାଳୁଆ ଦେବୀଙ୍କ ପାଖରେ ଶରଣ ପଶିଲେ। ମାଙ୍କୁ ଦୁଃଖ ଜଣାଇଲେ। ମା ବିପଦରେ ସାହାଯ୍ୟ ମାଙ୍କୁ ଅନୁରୋଧ କରିଲେ। ରାଜାଙ୍କ ଗୁହାରି ଶୁଣି ଦିବ୍ୟ ଅଲୌକିକ ମମତାମୟୀ ରୂପରେ ପ୍ରକଟ ହୋଇ ଦିବ୍ୟ ଶକ୍ତିଶାଳୀ ଖଣ୍ଡା ପ୍ରଦାନ କରିଲେ। ମା ରାଜାଙ୍କୁ କହିଲେ, ଦିବ୍ୟ ଖଣ୍ଡା ସଦା ସର୍ବଦା ପାଖରେ ରଖି ପ୍ରଭାତ ସମୟରେ ବ୍ୟବହାର କରିବାକୁ ଏବଂ ଯେଉଁ ପର୍ଯ୍ୟନ୍ତ ଖଣ୍ଡା ତୋ ପାଖରେ ଥିବ ଇଂରେଜମାନଙ୍କ ସହିତ ଯୁଦ୍ଧ କରି ଜୟ କରିବୁ, କେହି ବି ତୋତେ ପରାସ୍ତ କରିପାରିବେ ନାହିଁ। କାଳୁଆ ଦେବୀଙ୍କ ନିର୍ଦ୍ଦେଶ ଅନୁସାରେ କିଛି ଦିନ ବିତିଗଲା। ଇଂରେଜମାନେ ରାଜାଙ୍କ ସନ୍ଧାନ ନ ପାଇ ଲୋକଙ୍କୁ କହିଲେ ରାଜାଙ୍କ ବିଷୟରେ ଜଣାଇଲେ 1 କେଜି ସୁନା ଦେବି ବୋଲି କହିଲେ। କିନ୍ତୁ ରାଜା ଥିଲେ ପ୍ରଜାବତ୍ସଳ। କିନ୍ତୁ ପ୍ରଜାମାନେ ରାଜାଙ୍କ ସୁରକ୍ଷା ଦୃଷ୍ଟିରେ ରଖି ଇଂରେଜମାନଙ୍କୁ କିଛି ଜଣାଇଲେ ନାହିଁ। କିନ୍ତୁ ଜଣେ ଲାଞ୍ଚୁଆ ପ୍ରଜା ନିଜ ସ୍ୱାର୍ଥ ପାଇଁ ରାଜାଙ୍କ ଉପସ୍ଥିତି ବିଷୟରେ ଜଣାଇଦେଲେ। ରାଜା ଥିବା ସ୍ଥାନରେ ତୁରନ୍ତ ଇଂରେଜ ସିପାହୀମାନେ ଚାରିପଟୁ ଘେରିଗଲେ। ରାଜା ସବୁ କିଛି ଜାଣିପାରି ଏକ ନାରୀ ରୂପ ଧାରଣ କରିଲେ ରାଜମହଲ ବାହାରକୁ ଚାଲିଗଲେ। କିନ୍ତୁ ଦେବୀ ମା ଦେଇଥିବା ଦିବ୍ୟ ଶକ୍ତିଶାଳୀ ଖଣ୍ଡାକୁ ଆଣିବାକୁ ଭୁଲିଗଲେ। ରାତି ପାଇ ସକାଳ ହେଲା। ମାଙ୍କ ପୂଜା ସାରି ଅଷ୍ଟଶମ୍ଭୁଙ୍କ ଦର୍ଶନ ପାଇଁ ରାଜା ବାହାରି ପଡ଼ିଲେ। ପ୍ରଥମେ ରାଜା ଶଙ୍ଖଲେଶ୍ୱର ମହାଦେବଙ୍କୁ ପୂଜା କରୁଥିଲେ। ଇଂରେଜମାନଙ୍କ ଷଡ଼ଯନ୍ତ୍ରରେ ଇଂରେଜ ସିପାହୀମାନେ ମନ୍ଦିର ଚାରିପଟେ ଘେରିଗଲେ। ଦେବୀଙ୍କ ଖଣ୍ଡାଟି ରାଜାଙ୍କ ପାଖରେ ନଥିଲା। ବିକଳ ହୋଇ ରାଜା ଶଙ୍ଖଲେଶ୍ୱର ମହାଦେବଙ୍କ ଶରଣ ପଶିଲେ। ଶଙ୍ଖଲେଶ୍ୱର ମହାଦେବ ଭକ୍ତର ଗୁହାରି ଶୁଣି ରାଜା ନାରାୟଣ ଦେବଙ୍କୁ ପାଷାଣ କରିଦେଲେ। ତାପରେ ଇଂରେଜମାନେ ନିରାଶ ହୋଇ ଫେରିଗଲେ। ରାଜାଙ୍କର ଅନୁପସ୍ଥିତିରେ ଅପୂଜା ରହିଲେ। କିଛି ଦିନ ପରେ କନ୍ଧଟିଏ ଆହାର ପାଇଁ କେରାଣ୍ଡିମାଳ ପର୍ବତ ଉପରକୁ ଯାଇଥିଲା ଏବଂ ପର୍ବତ ଶିଖରରେ ମାଙ୍କ ମୂର୍ତ୍ତିକୁ ଦେଖିଲା। ତାପରେ କନ୍ଧଟି ଖରା ବର୍ଷା ଶୀତ ସହି ପର୍ବତ ଉପରକୁ ଆସି ପୂଜା କରୁଥାଏ। ଦିନେ ପୂଜା ସାରି କନ୍ଧଟି ଫେରି ଆସିଲା, କିନ୍ତୁ ତାର ଗଡ଼ଟିକୁ ନିଜ ସହିତ ଆଣିବାକୁ ଭୁଲିଗଲା। ପୁଣି ପାହାଡ଼ ଚଢ଼ି ଗୁମ୍ଫା ଭିତରୁ ଗଲା ଏବଂ ଆଶ୍ଚର୍ଯ୍ୟର କଥା, 5 ଜଣ ଦେବୀ ବସି କନ୍ଧ ପୂଜା କରୁଥିବା ପ୍ରସାଦକୁ ଖାଉଥିଲେ। ତାର କେଡ଼େ ଭାଗ୍ୟ ତାର ସ୍ୱୟଂ ଚକ୍ଷୁରେ ଦର୍ଶନ କରିଲା। କିନ୍ତୁ ମା କନ୍ଧର ପୁନର୍ବାର ଉପସ୍ଥିତି ଦେଖି ରାଗିଗଲେ। ପର୍ବତ ଉପରକୁ ଆସିବାର କାରଣ ପଚାରିଲେ। ଗଡ଼ୁ ପାଇଁ ଆସିଥିବା କନ୍ଧଟି ନିଜ ଭୁଲ ପାଇଁ ମା କାଳୁଆଙ୍କୁ ଭୁଲ ମାଗିଲା ଏବଂ ମାଙ୍କୁ ଶାନ୍ତ ହେବା ପାଇଁ ଅନୁରୋଧ କରିଲା। ମା କାଳୁଆ କନ୍ଧକୁ ପୁନର୍ବାର ନ ଆସିବା ପାଇଁ ଆଦେଶ ଦେଲେ ଏବଂ ରାଗରେ ଗଡ଼ୁଟିକୁ ପର୍ବତ ଉପରୁ ତଳକୁ ଫୋପାଡ଼ି ଦେଲେ ଏବଂ କନ୍ଧଟିକୁ କହିଲେ, ଯେଉଁ ସ୍ଥାନରେ ଗଡ଼ୁଟି ପଡ଼ିବ ସେହି ସ୍ଥାନରେ ମୋର ଆରାଧନା କରିବୁ।
ଏବଂ କେବେ ବି ପର୍ବତ ଶିଖରକୁ ଆସିବାକୁ ପ୍ରୟାସ କରିବୁ ନାହିଁ। ସେହିଦିନଠାରୁ ଗଡ଼ୁ ପଡ଼ିଥିବା ସ୍ଥାନରେ ପୂଜା କରାଗଲା। ମା କାଳୁଆ ଦେବୀଙ୍କ ମନ୍ଦିର ଗଡ଼ୁ ପଡ଼ିଥିବା ସ୍ଥାନରେ ନିର୍ମାଣ କରାଯାଇଛି। ଜୟ ମା କାଳୁଆ ଦେବୀ।